ଆସନ୍ତୁ ଆଲୋଚନା କରିବା ବିଷଧର ସାପ କାମୁଡ଼ାର ଚିକିତ୍ସା ଓ ସଚେତନତା। ଟିକିଏ ସଚେତନତା ଅଭାବରୁ ବହୁ ମୂଲ୍ୟବାନ ଜୀବନ ସାପ କାମୁଡ଼ାରେ ଚାଲିଯାଏ। ଏଣୁ ଆଶା କରୁଛି ଏ ଭିଡ଼ିଓଟି ଦେଖିଲା ପରେ ଆମେ ଅନେକ ମୂଲ୍ୟବାନ ଜୀବନକୁ ନିଶ୍ଚିତ ଭାବରେ ବଞ୍ଚାଇ ପାରିବା। ବହୁ ପୁସ୍ତକ ତଥା ପତ୍ରପତ୍ରିକାରୁ ସଂଗୃହୀତ ଏକ ମୂଲ୍ୟବାନ ତଥ୍ୟ ଦ୍ୱାରା ପ୍ରସ୍ତୁତ ଏ ଭିଡ଼ିଓ ବିଷଧର ସାପ କାମୁଡ଼ାର ଚିକିତ୍ସା ଓ ସଚେତନତା। ବିନମ୍ର ନିବେଦନ କରିବି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏ ଭିଡ଼ିଓଟିକୁ ଦେଖିବା ସହିତ ପାରୁ ପର୍ଯ୍ୟନ୍ତ ଆପଣ ଅନ୍ୟମାନଙ୍କୁ ସେୟାର କରନ୍ତୁ। ସୃଷ୍ଟିରେ ସମସ୍ତ ପ୍ରାଣୀ ପ୍ରକୃତିର ଭାରସାମ୍ୟ ରକ୍ଷା ଦିଗରେ ସହାୟକ ହୋଇଥାନ୍ତି। ମାତ୍ର ବେଳେବେଳେ ସେମାନଙ୍କ ଦ୍ୱାରା କ୍ଷତି ହେଲେ ଆମେ ସେମାନଙ୍କୁ ଅଦରକାରୀ ଭାବିଥାଉ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO ୱାର୍ଲଡ ହେଲ୍ଥ ଅର୍ଗାନାଇଜେସନ ଆକଳନ ଦ୍ୱାରା ବର୍ଷକୁ ପ୍ରାୟ 5.4 ନିୟୁତ ଲୋକ ସାପ କାମୁଡ଼ାରେ ଆକ୍ରାନ୍ତ ହୋଇଥାନ୍ତି। ସେମାନଙ୍କ ମଧ୍ୟରୁ 2.7 ନିୟୁତ ଲୋକଙ୍କ ଠାରେ ସର୍ପ ବିଷର ଲକ୍ଷଣ ପ୍ରକାଶ ପାଏ। ପରିସଂଖ୍ୟାନ କହେ ପ୍ରତିବର୍ଷ 81,000ରୁ 1.38 ଲକ୍ଷ ଲୋକ ସାପ କାମୁଡ଼ା ଯୋଗୁଁ ମୃତ୍ୟୁ ମୁଖରେ ପଡ଼ିଥାନ୍ତି। ଯେଉଁମାନେ ବଞ୍ଚିଯାଆନ୍ତି ସେଥିମଧ୍ୟରୁ 4 ଲକ୍ଷ ଲୋକ ଅଙ୍ଗ ବିକୃତିର ଶିକାର ହୋଇଥାନ୍ତି। କେବଳ ଆମ ଦେଶ ଭାରତରେ ହିଁ ସାପ କାମୁଡ଼ାରୁ 58,000 ଲୋକଙ୍କ ମୃତ୍ୟୁ ହୋଇଥାଏ ପ୍ରତିବର୍ଷରେ। ଏଇଠୁ ଅନୁମାନ କରନ୍ତୁ ସର୍ପଦଂଶନ ବା ସାପ କାମୁଡ଼ା କେତେ ଭୟଙ୍କର ପରିସ୍ଥିତି ସୃଷ୍ଟି କରୁଅଛି। ଆମ ଦେଶର ଲୋକ ସାଧାରଣତଃ ସାପ କାମୁଡ଼ାକୁ ଅଭିଶାପ, ଦୈବୀ ଶକ୍ତିର କୋପ, ଭାଗ୍ୟଫଳ ବୋଲି ବିବେଚନା କରନ୍ତି। ସର୍ପାଘାତ ମୃତ୍ୟୁ ପାଇଁ ଆମ ପରିବେଶ ପ୍ରଚଳିତ କୁସଂସ୍କାର, ଅନ୍ଧବିଶ୍ୱାସ ଦାୟୀ। ସାପ କାମୁଡ଼ା ପରେ ସଚେତନତା, ପ୍ରାଥମିକ ଚିକିତ୍ସାର ଅଭାବ, ବିଜ୍ଞାନ ବିରୋଧ ଚିକିତ୍ସା ଏବଂ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାର ଅଭାବ ହିଁ ମୃତ୍ୟୁର କାରଣ ସାଜିଥାଏ। ଏଣୁ ଆମେ ଏଭଳି ଅନ୍ଧବିଶ୍ୱାସଠାରୁ ଦୂରେଇ ରହିବା ଏବଂ ସତର୍କତାର ସହିତ ଚିକିତ୍ସା ଦିଗରେ ଆଗେଇ ଯିବା। ଦିନକୁ ଦିନ ଉତ୍ତାପ ବୃଦ୍ଧି, ପରିବେଶର ପରିବର୍ତ୍ତନ, ଜଙ୍ଗଲ ନଷ୍ଟ ଆଦି କେତେକ କାରଣରୁ ସାପ ଅନେକ ଆଶା କରାଯାଉନଥିବା ସ୍ଥାନରେ ଦେଖାଯାଉଅଛନ୍ତି। ଏମିତିକି ଶୌଚାଳୟରେ, ହେଲମେଟ୍ ଭିତରେ, ନେବା ଆଣିବା କରୁଥିବା ବ୍ୟାଗ୍ ଭିତରେ। ତେବେ ଜାଣିବା ଆମ ରାଜ୍ୟରେ କେଉଁ କେଉଁ ବିଷଧର ସାପ କାମୁଡ଼ୁଅଛନ୍ତି। ଏକ ହେଲା ନାଗ, 2 ହେଲା ଗୋଟେ ତମ୍ପ ସାପ, 3ରେ ଚିତି, 4ରେ ରଣା, 5ରେ ଚନ୍ଦନବଡ଼ା, 6ରେ ଡାଳୁଆବଡ଼ା। ଏହିଭଳି ସବୁ ବିଷଧର ସାପ ରହିଛନ୍ତି। ଶରୀରରେ ସାପ କାମୁଡ଼ିବାର ଦାଗ ଜଣାଗଲେ ରୋଗୀ ନିଜେ ବା ପାଖରେ ଥିବା ଲୋକ ସାପ କାମୁଡ଼ିଥିବାର ଅନୁମାନ କଲେ କିଛି ଅସ୍ୱାଭାବିକ ଲକ୍ଷଣ ପ୍ରକାଶ ପର୍ଯ୍ୟନ୍ତ ଅପେକ୍ଷା ନ କରି ତୁରନ୍ତ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ଡାକ୍ତରଙ୍କ ପରାମର୍ଶ ନେବା। ବେଳେବେଳେ ଚିତି ସାପ କାମୁଡ଼ିଲେ ଶରୀରରେ କୌଣସି ଦାଗ ଦେଖାଯାଇ ନଥାଏ। ଏଣୁ ଯଦି ସାପ କାମୁଡ଼ା ସମ୍ପର୍କରେ ଆମେ ଜାଣିପାରିଲେ ନାହିଁ, କାହା ନିକଟରେ ବି ଯଦି ସାପଟିଏ ଚାଲିଗଲା, ଆମେ ଡାକ୍ତରଙ୍କ ପରାମର୍ଶ ନେଇପାରିବା। ସାପ କାମୁଡ଼ିବା ପରେ ଗୁଣିଗାରେଡ଼ି, ବୈଦ ପରାମର୍ଶ, ମନ୍ଦିର ପୂଜାର୍ଚ୍ଚନା ନ କରି ତୁରନ୍ତ ଡାକ୍ତରଙ୍କ ନିକଟରେ ଚିକିତ୍ସା କରାଇବା। କାମୁଡ଼ା ସ୍ଥାନରେ ବରଫ ଲଗାଇବା, କ୍ଷତକୁ ପାଟି ଲଗାଇ ବିଷ ଶୋଷଣ କରିବା, ବିଦ୍ୟୁତ ପ୍ରକ୍ରିୟାରେ ବିଷ ନାଶ କରିବା ଆଦି କାର୍ଯ୍ୟ ଆଦୌ କରିବା ନାହିଁ। ସାପ କାମୁଡ଼ା ସ୍ଥାନରେ ବରଫ ଆଦୌ ଲଗାଇବା ନାହିଁ। କ୍ଷତକୁ ପାଟି ଲଗାଇ ବିଷ ଶୋଷିବା ଭଳି କାମ ଆଦୌ କରିବା ନାହିଁ। ସାପ କାମୁଡ଼ା ଜଣାଗଲା ପରେ ସାପକୁ ଚିହ୍ନିବା ପାଇଁ ତାକୁ ଗୋଡ଼ାଇ ଧରିବା, ଆବଦ୍ଧ କରି ରଖିବା, ସାପକୁ ମାରିବାରେ ଆଦୌ ସମୟ ନଷ୍ଟ ନ କରି ରୋଗୀକୁ ତୁରନ୍ତ ଡାକ୍ତରଖାନାକୁ ନେବା। ବର୍ତ୍ତମାନ ସମୟରେ ମୋବାଇଲରେ ସାପଟିର ଚିତ୍ର, ଫଟୋ ଉଠାଇଲେ ଚଳିବ। ଏହା ଡାକ୍ତର ପାଇଁ ଯଥେଷ୍ଟ ପ୍ରମାଣ ହୋଇଯିବ। ସାପର ଫଟୋ ଏଇଥିପାଇଁ ଉଠାଇବା ଯେ ତାହା ବିଷଧର କି ନାହିଁ ଜଣାପଡ଼ିବ।
ସାପ କାମୁଡ଼ା ରୋଗୀକୁ ଆଶ୍ୱାସନା ଦେବା ଯେ ସେ ସୁସ୍ଥ ହୋଇଯିବ, କାରଣ ଅଧିକାଂଶ ସାପ ବିଷଧର ନୁହନ୍ତି। ଦେଖାଯାଉଥିବା 300 ପ୍ରକାର ସାପ ମଧ୍ୟରୁ ମାତ୍ର 60 ପ୍ରକାର ସାପ ହେଉଛନ୍ତି ବିଷଧର। ରୋଗୀ ସହିତ ବିଭିନ୍ନ ସକାରାତ୍ମକ କଥା ଆଲୋଚନା କରିବା, ଏମିତିକି ରୋଗୀକୁ ଶୋଇବାକୁ ଦେବା ନାହିଁ। ରୋଗୀ ଯେତିକି ସୁପ୍ତ ରହିବ ସେତିକି ଭଲ, ମାନେ ରୋଗୀ ଯେତିକି ଜାଗ୍ରତ ରହିବ ସେତିକି ଭଲ। ଶୋଇପଡ଼ିଲେ କିଛିଟା ବିପଦ ଘଟିପାରେ। ରୋଗୀକୁ ହଲଚଲ ନ ହୋଇ ଚିନ୍ତାଶୂନ୍ୟ ହେବାକୁ କହିବା। ରୋଗୀ ହଲଚଲ କିମ୍ବା ମାନସିକ ଅସ୍ଥିର ହେଲେ ରକ୍ତଚାପ ବଢ଼ି ବିଷ ଶୀଘ୍ର ଦେହ ସାରା ଖେଳିଯିବ। ରୋଗୀକୁ କୌଣସି ପ୍ରକାର ହଲଚଲ ହେବାକୁ ଦେବା ନାହିଁ। ରୋଗୀ ପିନ୍ଧିଥିବା ଜୋତା, ଘଣ୍ଟା, କଙ୍କଣ, ଜାକି ହୋଇଥିବା ପୋଷାକ, ବେଲ୍ଟ ଇତ୍ୟାଦି ଖୋଲିଦେବା। ଆହତ ଅଂଶକୁ ନିଶ୍ଚଳ ରଖିବା, ଚଳଚଞ୍ଚଳ କରିବା ନାହିଁ। ସାଧାରଣ ପରିଷ୍କାର ପାଣିରେ କ୍ଷତକୁ ଧୋଇ ଦେଇ ପରିଷ୍କାର କପଡ଼ାରେ ବା ତୁଳାରେ ଢାଙ୍କିଦେବା। ରୋଗୀଠାରେ ଯେଉଁ ଯେଉଁ ଲକ୍ଷଣ ଦେଖାଦେବ ସେ ସମ୍ପର୍କରେ ଡାକ୍ତରଙ୍କୁ ଜଣାଇବା। ରୋଗୀକୁ ଚା, କଫି, ମାଦକ ଦ୍ରବ୍ୟ, ଆଇସ୍କ୍ରିମ୍ ଆଦି ଖାଇବାକୁ ବା ପିଇବାକୁ ଦେବା ନାହିଁ। ଏସବୁ ଜିନିଷ ଯେତିକି ପରିମାଣରେ ଆମେ ମାନିବା ସେତିକି ରୋଗୀର ଜୀବନ ବଞ୍ଚାଇବା ପାଇଁ ଆମେ ସହାୟକ ହେବା। ରୋଗୀକୁ ଆଦୌ ଭୟଭୀତ କରାଇବା ନାହିଁ। ରୋଗୀ ଅଚେତ ହୋଇଗଲେ ସଙ୍ଗେ ସଙ୍ଗେ ତା ଛାତି ଉପରେ ନିଜ 2 ହାତରେ ମିନିଟକୁ 120 ଥର ଚାପ ଦେବା। ଏହାକୁ ପ୍ରାଣ ସଞ୍ଜୀବନୀ ବୋଲି କୁହାଯାଏ। ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ନାଗସାପ ଦଂଶନ କଲେ ଥରକରେ 60 ମିଲିଗ୍ରାମ ବିଷ, ଚିତି ମହାରଣା ଦଂଶନ କଲେ ଥରୁଟରେ 20 ମିଲିଗ୍ରାମ ବିଷ, ଚନ୍ଦନ ବଡ଼ା ଦଂଶନ କଲେ ଥରଟରେ 63 ମିଲିଗ୍ରାମ ବିଷ ଏବଂ ଧୂଳିଆ ବଡ଼ା 13ରୁ 40 ମିଲିଗ୍ରାମ ବିଷ ମଣିଷ ଦେହକୁ ଛାଡ଼ିଥାଏ। ସାପ ପ୍ରତି ଦଂଶନରେ 4ରୁ 5 ଗୁଣ ଅଧିକ ବିଷ ମଣିଷ ଦେହକୁ ଛାଡ଼ିଦିଏ। ସାପ କାମୁଡ଼ା ଠାରୁ ସର୍ବଦା ଦୂରେଇ ରହିବା ପାଇଁ ଚେଷ୍ଟା କରିବା। ଘର ପାଖରେ ବୁଦାଳିଆ ଗଛ, ପୁରୁଣା ଜିନିଷ ଗଦା, ଘରେ ଗାତ, ଇଟା ପଥର ଜମା କରି ରଖିବା ଯଥାସମ୍ଭବ ରଖିବା ନାହିଁ। ଘରେ କୌଣସି ଗାତ ହେଲେ ତାକୁ ବନ୍ଦ କରିବା, ଇଟା ପଥର ଜମା କରି ରଖିବା ନାହିଁ। ଆଉ କ'ଣ କରିବା ନା ଘର କବାଟ ତଳେ ଫାଙ୍କା ରଖିବା ନାହିଁ। ଘର ଚଟାଣରେ ନ ଶୋଇ ଖଟ ଉପରେ ଶୋଇବା। ରାତି ବା ଅନ୍ଧାରରେ ଯିବା ସମୟରେ ଟର୍ଚ୍ଚ ବ୍ୟବହାର କରିବା। ଅନ୍ଧାର ରାସ୍ତାରେ ବାଡ଼ି ସାହାଯ୍ୟରେ ଠକ୍ ଠକ୍ ଶବ୍ଦ କରି ଚାଲିବା। ଚାଳ କିମ୍ବା ଖପର ଘର ହୋଇଥିଲେ ଗୋମୂତ୍ର ବା କାର୍ବୋଲିକ ଏସିଡ ଛିଞ୍ଚନ କରିବା। ଏସବୁକୁ ନିହାତି ଧ୍ୟାନ ଦେବା, କାରଣ ଏବେ ବିଭିନ୍ନ ପ୍ରକାର ପ୍ରତିକୂଳ ପରିବେଶ ହୋଇଥିବା ଯୋଗୁଁ ସାପ ନ ଦେଖାଯାଉଥିବା ସ୍ଥାନରେ ମଧ୍ୟ ଦେଖାଯାଉଛନ୍ତି। ଏଣୁ ଯଥାସମ୍ଭବ ଘରେ କୌଣସି ଗାତ ରଖିବା ନାହିଁ, କବାଟ ତଳରେ ଫାଙ୍କା ରଖିବା ନାହିଁ, ଯଥାସମ୍ଭବ ଖଟ ଉପରେ ଶୋଇବା। ସାପ କାମୁଡ଼ାର 1 ଘଣ୍ଟା ମଧ୍ୟରେ ଡାକ୍ତରଖାନାରେ ଉପସ୍ଥିତି, ଅଭିଜ୍ଞ ଡାକ୍ତରଙ୍କ ପରାମର୍ଶ, ଚଳନକ୍ଷମ ICU ଓ ଉନ୍ନତମାନର ଇଞ୍ଜେକ୍ସନ ହିଁ ରୋଗୀକୁ ମୃତ୍ୟୁ ମୁଖରୁ ବଞ୍ଚାଇ ପାରିବ। ଗୁଣି ଗାରେଡ଼ି ଭଳି ଅନ୍ଧବିଶ୍ୱାସ ଠାରୁ ଦୂରେଇ ରହିବା। ଆଶା କରୁଛି ଏ ଭିଡ଼ିଓଟି ଅନେକ ମୂଲ୍ୟବାନ ଜୀବନକୁ ବଞ୍ଚାଇ ପାରିବ। ଏଣୁ ନିବେଦନ କରିବି, ପାରୁ ପର୍ଯ୍ୟନ୍ତ ଆପଣମାନେ ଏ ଭିଡ଼ିଓଟିକୁ ଅନ୍ୟମାନଙ୍କୁ ସେୟାର କରିବେ। ଆମର ଟିକିଏ ସତର୍କତା ଗୋଟିଏ ବହୁମୂଲ୍ୟବାନ ଜୀବନକୁ ନିଶ୍ଚିତ ଭାବରେ ମୃତ୍ୟୁ ମୁଖରୁ ଫେରାଇ ଆଣିବ। ଧନ୍ୟବାଦ।